देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ପରିବା ଗ୍ରୋସରୀ ଦର ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି। ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ ବୁଲି ସ୍ଥିତି ପରଖିବା ପରେ କାଲି ରିଟେଲର ଓ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାରିଥାକିଆ ବିକ୍ରି ବ୍ୟବସ୍ଥା ଓ ମିଡିଲମ୍ୟାନ୍ ପ୍ରଭାବ ଯୋଗୁଁ ପରିବାର ଦର ବଢ଼ୁଥିବା ମନ୍ତ୍ରୀ କହିଛନ୍ତି। ତେଣୁ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱରରେ ପ୍ରଥମେ ଖୋଲାଯିବ ପରିବା ମଣ୍ଡି, ପରେ ସବୁ ଜିଲ୍ଲାରେ ଖୋଲାଯିବାକୁ ଯୋଜନା ରହିଛି। ତା ଛଡ଼ା ପରିବାର ଦର କେତେ ରହିବ ତାର ଏକ ରେଟ୍ ଚାର୍ଟ ବି ଲାଗିବ। ସେହିପରି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆଳୁ ପିଆଜ ଉତ୍ପାଦନ ବଢ଼ାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି ସରକାର। ଦର ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଏଣିକି ପ୍ରତି 3 ମାସରେ ରିଟେଲର ଏବଂ ହୋଲସେଲରଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ମନ୍ତ୍ରୀ। ନମ୍ବର 2, ଓଡ଼ିଶାର ସ୍ୱାର୍ଥ ବିରୋଧୀ ପ୍ରକଳ୍ପକୁ ଜୋରଦାର ବିରୋଧ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ମହାନଦୀରେ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜ୍ ପ୍ରକଳ୍ପ କରୁଥିବା ବେଳେ ବଂଶଧରରେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସହିତ ଜଡ଼ିତ ଥିବା ବିଭିନ୍ନ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ପରେ ସିଧା କହିଛନ୍ତି ଯେ ଆମ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସ୍ୱାର୍ଥ ବିରୋଧୀ, ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡ଼ିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ। ନମ୍ବର 3, ପ୍ରତି ସୋମବାର ରାଜ୍ୟ ବିଜେପି ଅଫିସରେ 2 ମନ୍ତ୍ରୀ ଶୁଣିବେ ଅଭିଯୋଗ। ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର 2 ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ। ଦଳୀୟ କର୍ମୀ କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି ଅଭିଯୋଗ କରିପାରିବେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଜାରି ରଖିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ୱାଗତ କରିଛନ୍ତି। ପ୍ରତ୍ୟେକ ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ 2 ଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ସାଧାରଣ ଲୋକ, ଦଳୀୟ କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କଠୁ ଆପତ୍ତି ଅଭିଯୋଗ ଶୁଣିବେ। ନମ୍ବର 4, ଅଦାନୀ ହିଣ୍ଡେନବର୍ଗ ମାମଲା, ରିଭ୍ୟୁ ପିଟିସନ ଖାରଜ। ଅଦାନୀ ହିଣ୍ଡେନବର୍ଗ ମାମଲାରେ ଜାନୁଆରୀ 3 ତାରିଖରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଦାନୀ ଗ୍ରୁପ ଦ୍ୱାରା ଷ୍ଟକ୍ ମୂଲ୍ୟ ହେରଫେର ଅଭିଯୋଗର ତଦନ୍ତ ଏସ୍ଆଇଟି କିମ୍ବା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପଟିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି। ଆବେଦନକାରୀ ଦାବି କରିଥିଲେ ଯେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ତ୍ରୁଟି ରହିଛି, ଯାହାର ସମୀକ୍ଷା ହେବା ଦରକାର। ପାଣିପାଗ ସୂଚନା, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତର ପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର 7.6 କିଲୋମିଟର ଯାଏଁ ବ୍ୟାପିଛି। ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ନମ୍ବର 6, ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ହେବ 3 ଦିନିଆ ଆନ୍ତର୍ଜାତିକ କର୍ମଶାଳା। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଅନୁସନ୍ଧାନରେ ଆସନ୍ତା ଜୁଲାଇ 18 ତାରିଖରୁ ଆୟୋଜିତ ହେବାକୁ ଥିବା ଏକ 3 ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ। ସଷ୍ଟେନେବୁଲ ଏଗ୍ରିକଲଚରାଲ ଡେଭଲପମେଣ୍ଟ ୱିଥ୍ କ୍ଲାଇମେଟ୍ ସ୍ମାର୍ଟ ସିଷ୍ଟମ ଶୀର୍ଷକ ଏହି ଆନ୍ତର୍ଜାତୀୟ କର୍ମଶାଳାକୁ ସୋଆ ପରିଚାଳିତ ସେଣ୍ଟର ଫର କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର, ସୋଆ କୃଷି କଲେଜ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍ସ ଓ ଇଣ୍ଡିଆନ ମେଟିଓରୋଲୋଜିକାଲ ସୋସାଇଟି ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି। ନମ୍ବର 7, ନୂଆ ଉଚ୍ଚତାରେ ବନ୍ଦ ହେଲା ସେନ୍ସେକ୍ସ, ନିବେଶକଙ୍କ ଲାଭ 2.74 ଲକ୍ଷ କୋଟି। ସୋମବାର ଅର୍ଥାତ୍ ସପ୍ତାହର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ୍ ବଜାର ପାଇଁ ଐତିହାସିକ ଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ 24,600 ଟପି 24,635ରେ ପହଞ୍ଚିଥିବା ବେଳେ ନିଫ୍ଟିର ମିଡ୍ କ୍ୟାପ୍ ସୂଚକାଙ୍କ ଐତିହାସିକ ଉଚ୍ଚତା ଛୁଇଁବାରେ ସକ୍ଷମ ହୋଇଛି।
କାଲି ବଜାରରେ ଫାର୍ମା ଓ ଏନର୍ଜି ସେୟାରରେ କ୍ରୟ ଦେଖିବାକୁ ମିଳିଛି। ବଜାର ବନ୍ଦ ବେଳକୁ ବିଏସ୍ଇ ସେନ୍ସେକ୍ସ 145.32 ପଏଣ୍ଟ ବୃଦ୍ଧି ପାଇ 80,655ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି 81.75 ପଏଣ୍ଟ ବୃଦ୍ଧି ପାଇ 24,584 ପଏଣ୍ଟରେ ବନ୍ଦ ହୋଇଛି। ନମ୍ବର 8 ସାରା ଦେଶରେ ସମାନ ହେବ ସୁନା ଦର, ଖୁବ୍ ଶୀଘ୍ର ବଡ଼ ପରିବର୍ତ୍ତନ। ଭାରତର ଅଲଗା ଅଲଗା ସହରରେ ସୁନା ଓ ରୂପ ଦର ଅଲଗା ଅଲଗା। ସୁନା ରୂପ ଉପରେ ପ୍ରତ୍ୟେକ ରାଜ୍ୟର ଅଲଗା ଅଲଗା ଟ୍ୟାକ୍ସ ବ୍ୟତୀତ ଅନେକ ପ୍ରକାରର ଅନ୍ୟ ହିସାବ ମଧ୍ୟ ଯୋଡ଼ାଯାଏ। ଏଣୁ ରାଜ୍ୟ ଅନୁସାରେ ମୂଲ୍ୟବାନ ଧାତୁ ଦର ମଧ୍ୟ ବଦଳିଯାଏ। ହେଲେ ଏବେ ଦେଶରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୱାନ୍ ନେସନ୍ ୱାନ୍ ରେଟ୍ ନୀତି ଲାଗୁ ହେବ। ଏହାପରେ ଦେଶର ଯେଉଁଠି ବି ସୁନା କିଣିଲେ ଆପଣଙ୍କୁ ଗୋଟିଏ ଦର ଦେବାକୁ ପଡ଼ିବ। ନମ୍ବର 9 ଠକେଇ ନିୟମରେ ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ, ଜାରି କଲା ନିର୍ଦ୍ଦେଶ। ଭାରତୀୟ ରିଜର୍ଭ ବ୍ୟାଙ୍କ ଠକେଇ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଏନେଇ ସମସ୍ତ ବ୍ୟାଙ୍କ, ଏଚ୍ଏଫ୍ସି ଓ ଏନ୍ବିଏଫ୍ସିକୁ ଗାଇଡଲାଇନ୍ ମଧ୍ୟ ପଠାଇଛି। ଏହା ଅନୁଯାୟୀ ବର୍ତ୍ତମାନ କୌଣସି ବ୍ୟକ୍ତି କିମ୍ବା କମ୍ପାନୀକୁ ଠକେଇ ଘୋଷଣା କରିବା ପୂର୍ବରୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ଆର୍ବିଆଇ ଜୁଲାଇ 15 ସୋମବାର ଏକ ମାଷ୍ଟର ସାର୍କୁଲାର ଜାରି କରିଛି। ଏଥିରେ ଠକେଇ ବିପଦ ପରିଚାଳନା ସମ୍ବନ୍ଧୀୟ ନିୟମକୁ ସ୍ପଷ୍ଟ କରାଯାଇଛି। ଏହା ଅନୁଯାୟୀ ଆଭ୍ୟନ୍ତରୀଣ ଅଡିଟ୍ ଏବଂ ବୋର୍ଡ ନିୟନ୍ତ୍ରଣକୁ ସୁଦୃଢ଼ କରିବା ପାଇଁ ସମସ୍ତ ବ୍ୟାଙ୍କ, ଏଚ୍ଏଫ୍ସି ଏବଂ ଏନ୍ବିଏଫ୍ସିକୁ ନୂତନ ନିୟମ ପାଳନ କରିବାକୁ ପଡ଼ିବ। ମାଷ୍ଟର ସାର୍କୁଲାର ଅନୁଯାୟୀ ଠକେଇ ଠାବ କରିବା ପାଇଁ ଡାଟା ଆନାଲିଟିକ୍ସକୁ ମଧ୍ୟ ବ୍ୟବହାର କରିବାକୁ ପଡ଼ିବ। ନମ୍ବର 10 ଏବେ ମିଳିଲେ ଡିଏସ୍ କୋଟେ, ନିଲମ୍ବନ ହଟିଲା, ଜାରି ରହିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବିଜେଡିର ପାୱାରଫୁଲ୍ ଆଇପିଏସ୍ ଡିଏସ୍ କୋଟେଙ୍କ ଉପରୁ ନିଲମ୍ବନକୁ କାଲି ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଏହା ସହିତ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ କରିଛନ୍ତି। ସାଧାରଣ ନିର୍ବାଚନ ବେଳେ ବିଜେଡି ପାଇଁ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ କୋଟେଙ୍କୁ ସରକାରୀ କାର୍ଯ୍ୟରୁ ନିର୍ବାଚନ କମିଶନ ନିଲମ୍ବିତ କରିବା ସହ ନୂଆଦିଲ୍ଲୀ ସ୍ଥିତ ଆବଶ୍ୟକ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ କୋଟେଙ୍କୁ କେଉଁଠି ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ କାଲି ରାଜ୍ୟ ସରକାର ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ଓ ମାତ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ନମ୍ବର 11 ରାଜ୍ୟସଭାରେ କମୁଛି ବିଜେପି, ମାତ୍ର 86 ସଦସ୍ୟରେ ସୀମିତ ଦଳ। ଲୋକସଭା ନିର୍ବାଚନର ଫଳାଫଳ ବିଜେପି ପାଇଁ ବଡ଼ ଝଟକା ଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ବିଜେପି ବହୁମତ ହାସଲ କରିପାରି ନାହିଁ। ଏବେ ରାଜ୍ୟସଭାରେ ମଧ୍ୟ ପାର୍ଟି ପାଇଁ କିଛି ଭଲ ଖବର ନାହିଁ। ବିଜେପି ନେତୃତ୍ୱରେ ଏନ୍ଡିଏର ସଂଖ୍ୟାବଳ ରାଜ୍ୟସଭାରେ କମି କମି ଆସୁଛି। ପାର୍ଲିଆମେଣ୍ଟର ଅପର ହାଉସରୁ 4 ମନୋନୀତ ପ୍ରାର୍ଥୀ ରାକେଶ ସିହ୍ନା, ରାମ ସକଲ, ସୋନଲ ମାନସିଂହ ଏବଂ ମହେଶ ଜେଠମଲାନୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଫଳରେ ରାଜ୍ୟସଭାରେ ଏବେ 226 ସାଂସଦ ରହିଥିବା ବେଳେ 19 ସିଟ୍ ଖାଲି ପଡ଼ିଛି। ସଂଖ୍ୟା ଖେଳ ହିସାବରେ ବିଜେପି ରାଜ୍ୟସଭାରେ ବଡ଼ ପାର୍ଟି। ଦଳ ନିକଟରେ ମୋଟ 86 ସଦସ୍ୟ ରହିଛନ୍ତି। ସେହିପରି ଏନ୍ଡିଏ ନିକଟରେ 101 ସଦସ୍ୟ ରହିଛନ୍ତି। ପୂର୍ବ ଅପେକ୍ଷା ରାଜ୍ୟସଭାରେ ବିଜେପିର ସାଂସଦଙ୍କ ସଂଖ୍ୟା କମିବାରେ ଲାଗିଛି। ନମ୍ବର 12 ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସ୍ଓଙ୍କୁ ବଦଳି। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ କାଲି ରାଜ୍ୟ ସରକାର ବଦଳି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ପ୍ରଧାନଙ୍କୁ ତତ୍କାଳ ପ୍ରଭାବରୁ ଗୃହ ବିଭାଗକୁ ବଦଳି କରାଯାଇଛି। ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟରତ ଏଏସ୍ଓ ଶ୍ରୀ ପ୍ରଧାନ ରାଜଭବନକୁ ଡେପୁଟେସନରେ ଯାଇଛନ୍ତି। କାଲି ତାଙ୍କୁ ଗୃହ ବିଭାଗକୁ ବଦଳି କରାଯିବା ସହ ଖାଲି ଥିବା ପଦବୀରେ ନିଯୁକ୍ତି ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ନମ୍ବର 13 ଉଦ୍ଧବଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ। ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଜ୍ୟୋତିର୍ମଠର 46ତମ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ। ଉଦ୍ଧବ ଯେଉଁ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି ସେ ଯାଏଁ ତାଙ୍କ ଯନ୍ତ୍ରଣା ଲାଘବ ହେବ ନାହିଁ ବୋଲି ମଧ୍ୟ ଶଙ୍କରାଚାର୍ଯ୍ୟ କହିଛନ୍ତି। ଉଦ୍ଧବ ଠାକରେଙ୍କ ମାତୁଶ୍ରୀରୁ ଫେରିବା ପରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ଆମେ ହିନ୍ଦୁ ଧର୍ମର ଅନୁଗାମୀ। ଆମେ ପାପ ପୁଣ୍ୟରେ ବିଶ୍ୱାସ କରୁ। ଧୋକା ହେଉଛି ସବୁଠାରୁ ବଡ଼ ପାପ। ଉଦ୍ଧବ ଠାକରେ ଧୋକା ପାଇଛନ୍ତି। ମୁଁ ତାଙ୍କୁ କହିଛି ଯେ ସେ ପାଇଥିବା ଧୋକାରେ ଆମେ ସମସ୍ତେ ଯନ୍ତ୍ରଣା ପାଇଛୁ। ଆମମାନଙ୍କ ଯନ୍ତ୍ରଣା ସେ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନ ହେବା ଯାଏଁ ଲାଘବ ହେବ ନାହିଁ। ନମ୍ବର 14 ଆପର ଆଶଙ୍କା, ଜେଲରେ ଥିବା କେଜରିୱାଲ କୋମାକୁ ଚାଲିଯାଇପାରନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଆଶଙ୍କା କରିଛି ଆପ୍। କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ବିଗିଡ଼ି ଯାଇଛି ଯେ ସେ କୋମାକୁ ଚାଲିଯାଇପାରନ୍ତି ବୋଲି ଦଳ ଦାବି କରିଛି। ଏଥିସହ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ୍ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟକୁ ମଧ୍ୟ ଆପ୍ ନେତା ସଞ୍ଜୟ ସିଂ ତୀବ୍ର ସମାଲୋଚନା କରିଛନ୍ତି। କେଜରିୱାଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ୱାଭାବିକ ଭାବେ କାମ କରୁଥିବା ତିହାର ଜେଲ୍ ପକ୍ଷରୁ କୁହାଯାଇଥିଲା।
नंबर 15 सीबीआई केस रे सुप्रीमकोर्ट सरी पर असंतोष प्रकाश कले शिवकुमार। आय बहिर्भूत संपत्ति ठूल मामलें सीबीआई रुजु करिथिबा एफआईआर को रद्द पई दाबी करुथिबा कर्नाटक उपमुख्यमंत्री डीके शिवकुमार को बड़ झटका लगी। सुप्रीमकोर्ट शिवकुमार आवेदन को रद्द कर देइछंती। एथिसह पिटिशन को रद्द करने बेले सुप्रीमकोर्ट सरी और डिसमिस्ड कहिछंती। सुप्रीमकोर्ट राय पर डीके शिवकुमार निजर असंतोष प्रकाश करिछंती। से कहिछंती यह एक झटका, कौन करिपारिबी, यह संपूर्ण भाव अन्याय। मु आईन सबु दिग को देखिबी और केमिति आवेदन करा जाई परिबो से कथा चिंता करिबी। नंबर 16 केपी शर्मा ओली हेले नेपाळर प्रधानमंत्री। नेपाळर प्रधानमंत्री भावे चतुर्थ थर पर शपथ नहीं केपी शर्मा ओली। राष्ट्रपति पौडेल तांको शीतल निवास रे पद गोपनीयतार शपथपाठ कराइछंती। केपी शर्मा ओली प्रधानमंत्री हेबा परे तांको भारतर प्रधानमंत्री नरेंद्र मोदी शुभेच्छा जणाइछंती। दुई देश मध्य थिबा गभीर संपर्क को आहुरी मजबूत करिबा पई उभय कार्य करिबे बोली मोदी आशा रखिथिबा कहिछंती। नंबर 17 महिला को मागणा बस सेवा महंगा बढ़ी पारे बस भड़ा। महिला को मागणा बस सेवा जोगैबा कर्नाटक सरकार को महंगा पड़ी। एथिजोगु कर्नाटक सड़क परिवहन निगम क्षति चलुथिबा बेले भड़ा बढ़िबा पई चिंता करुछंती सरकार। राज्य में बस भड़ा 15 ରୁ 20% बढ़िबा निमंते राज्य सरकार को प्रपोजल देइछि निगम। एथिरे मोहर बाजिले यात्री उपरे पड़िबो अधिक बोझ। नंबर 18 पाकिस्तान सेना उपरे भयंकर आक्रमण, 17 जवान निहत। पाकिस्तान रो बन्नू कैंटनमेंट उपरे आतंकवादी आक्रमण होईछि। कुहजाउछि आक्रमण बेले आतंकवादी सेना हेलिकॉप्टर को गोड़ी करी खसई देइछंती। आतंकवादी एही आक्रमण रे पाकिस्तान सेनार 17 जन जवान शहीद होइछंती। शहीदों मध्य 2 जन मेजर और 2 जन कैप्टेन मध्य अछंती। तेबे एही आक्रमण लागि एपर्यंत कौनसी आतंकवादी संगठन निजको दायी करि नाहंती। नंबर 19 क्रिकेट स्टाडियम रे हेबनी तंबाकू गुटखा प्रचार। भारत में क्रिकेट स्टाडियम रे टीवी विज्ञापन ठारू आरंभ करी होर्डिंग पर्यंत अनेक प्रकार विज्ञापन देखा जाए। बीसीसीआई यह विज्ञापन माध्यम बहुत रोजगार करे, किंतु वर्तमान स्वास्थ्य मंत्रालय एक बड़ निष्पत्ति नेबाकू जाउछि। स्वास्थ्य मंत्रालय यह पदक्षेप जहां बीसीसीआई को बहुत क्षति रे पकई पारे, सही विज्ञापन गुड़ी को बंद करने को स्वास्थ्य मंत्रालय विशेष प्रस्तुति करुछि, जहां बॉलीवुडर सेलिब्रिटी तथा पूर्वतन क्रिकेटर माने मध्य प्रोत्साहित करुथुबा देखिबाकू मिलिछि। क्रिकेट मैच समय तंबाकू विज्ञापन को व्यापक भाव में प्रोत्साहित करा जाउछि, किंतु एपरी शो ऑफ कराजिबो नाही। स्वास्थ्य मंत्रालय स्टाडियम रे रखाଯାଇଥିବା तंबाकू गुटकार होर्डिंग उपरे प्रतिबंधक लगेबाकू जाउछि। नंबर 20 चैंपियंस ट्रॉफी। बीसीसीआई ठारू लिखित प्रमाण चाहूछि पाकिस्तान। आसंत वर्ष पाकिस्तान चैंपियंस ट्रॉफी आयोजन करने जाउछि। भारतीय टीम टूर्नामेंट खेलिबाकू पाकिस्तान जीव नाही बोली बीसीसीआई सूत्ररू जना पड़िछि, किंतु एसबु भितरे पाकिस्तान क्रिकेट बोर्ड बीसीसीआई ठारू लिखित प्रमाण चाहूथुबा जना पड़िछि। पीसीसी सूत्ररू जना पड़िछि जे सुरक्षा दृष्टि भारतीय टीम को सेठाकार सरकार पाकिस्तान गस्त पई अनुमति देउनथिबा कहुजाउछि। जदि एकथा बीसीसीआई पक्षरु आईसीसी को अवगत कराजिबो ताहेले पीसीबी निश्चित भावे लिखित प्रमाण मागिबो। भारत सरकार क्यों सुरक्षा कारणरू टीम को पाकिस्तान को पठेबाकू चाहुनाहांती से कथा लिखित भावे बीसीसीआई को देबाकू पड़िबो। भिडियोटी को संपूर्ण देखिथिबारु बहुत बहुत धन्यवाद।